ମୋ କାମ ସିନା ତୋ ମନକୁ ପାଉନି, ହେଲେ ମା ଲକ୍ଷ୍ମୀଙ୍କ ମନକୁ ପାଇକି ରହୁଛି। ଯୋଉଥିପାଇଁ କରିବୁ ସିଧା ମୋ ପାଖକୁ ମାରି ଆସୁ। ଟିକେ ଅପେକ୍ଷା କରେ, ସିଏ ଆସିଗଲେ ଆମ ଅବସ୍ଥା ପରିବର୍ତ୍ତନ ଜାଣ, ଆମେ ସମସ୍ତେ ଖୁସିରେ ରହିବା। କଣ କହୁଛୁ ପୁରାଣର? ଯଦି ଭବିଷ୍ୟତରେ ନିଜେ ଭଲରେ ରହିବ, ଆମ ଦି ଜଣକୁ ଭଲରେ ରଖିବାକୁ ଚାହୁଁଛୁ, ତାହେଲେ ସେ ଲକ୍ଷ୍ମୀ ନୁହଁ, କେବଳ ବିଶ୍ୱାସ ବାବୁଙ୍କ ସେବା କରିବା କଥା ଚିନ୍ତା କର। ବିଶ୍ୱାସ ବିଶ୍ୱାସ ବିଶ୍ୱାସ। ଆରେ ତମେ ତାର ସେବା ଛଡା, ତା କାମ ଛଡା ଆଉ କଣ୍ଟା ଜାଣିଛ? ସେମିତି ଧର୍ମ ଛଡା କଥା କଣ କହୁଛି? କାହିଁ କହିବିନି? ଆରେ କାହିଁ କହିବିନି? ହଜାର ଥର କହିବି। ଆରେ ଜୀବନର ପ୍ରତ୍ୟେକ ଷ୍ଟେପ ସିଏ ମୋଠୁ ମୋ ଅଧିକାର ଛଡେଇ ନେଇଛି। ଆରେ ମାର କ୍ଷୀରରେ ପ୍ରଥମ ଅଧିକାର ତାର ଛୁଆର ଥାଏ, ହେଲେ ମୋର ରହିଲାନି। ରହିଲା ସେ ବିଶ୍ୱାସ। ମାର ପଣ ତରକାରୀରେ ପ୍ରଥମ ଅଧିକାର ତାର ଛୁଆର ଥାଏ, ହେଲେ ମୋର ରହିଲାନି। ରହିଲା ସେଇ ବିଶ୍ୱାସ। ଆରେ ମତେ ତ ଲାଗୁଛି ମୁଁ ଯେମିତି ଗୋଟେ ଜାଣୁଛ ସନ୍ତାନ ସଳା ସଂଗ୍ରାମ କରି କରି ମଣିଷ ହେଇଛି। আরে মরিস নরে আহা বলছি কলু এই বিশ্বাস বাবু 10 মাসর মা ছেউনা ছুয়াটাকু তোমার সাথে রাখি আমি কি দেখলি বলে তাকো বাবা অমরেন্দ্র বাবু 1000 টাকা খরচ করি তো ভরি গোটে হাত পেছনে পিলাটাকে বচেই দেলে রে। ସମ୍ବାଦ ଉପରେ ଘାସ ହେଇଯାନ୍ତାଣି। ଭଲ ହେଇଥାନ୍ତା। ଆରେ ଏମିତି ବଞ୍ଚିକି ଲାଭ କଣ? ଆରେ ଲାଭ କ୍ଷେତ୍ରରେ ହିସାବ ଯଦି କରିବୁ, ଏ ରୁଦ୍ର, ଲାଭ କ୍ଷେତ୍ର ଅବସ୍ଥା କଣ ତୋ ଅବସ୍ଥା ଏମିତି କଣ ପରିବର୍ତ୍ତନ ହେଇଯିବ? ପରିବର୍ତ୍ତନ ହେଇଗଲା ବୋଲି ଜାଣ। ସୁନାମଦାରିଆ କୁକୁଡ଼ା ଏବେ ମୋ ଭାରିରେ ତମେ ଦେଖିବ ବାପା, ସେ ଏଠି ଆସିକି ପହଞ୍ଚି ଯାଉ। ବୁଝିଲ? ତମେ ଆଉ ତମେ ଏରା ପିନ୍ଧିବନି। ରୁଦ୍ର, ତମେ ଖାଲି ପିନ୍ଧିବ ସୁଟ ତୋ ପାଇଁ ବି ଅଛି। ତୋ ମନ କଷ୍ଟ ବି ହବନି। ବୁଝିଲୁ ବୋଉ? ତୁ ଆଉ 100 ଟଙ୍କା ଲୁଗା ପିନ୍ଧିବୁ, ଅନେଇଲୁ କାଞ୍ଜି ଗରମ ପାଟକୁ କେତେ ସୁନା ଚାକର ଚାକଣିକି ଅର୍ଡର କରିବ। ଅମିର ଧରକି ବିଗିଡି ହୁଇ ଲड़के ତା ମନର ମଣିଷ ସଜେଇବା ପାଇଁ ସିଏ ମୋ ପାଖକୁ ଧାଇଁ ଆସୁଛି। ବୁଝିଲ ବାପା ବୋଉ? ଆମେ ଯଦି ଟିକେ କାଇଦା କାନୁନ କରି ତାକୁ ଆମ ପଞ୍ଜୁରୀରେ ବାନ୍ଧିକି ରଖିଦବା, ଆମ ଭାଗ୍ୟ ପରିବର୍ତ୍ତନ ଜାଣ। ମୋ କଥା ନ ଶୁଣୁ ସାଥୀ। ବୋଉ, ତମେ ଯୋଉ ଲକ୍ଷ୍ମୀ କଥା କହୁଥିଲି ଏଇଠି ବା ସାଥୀ ନାଟା। ତମେ ରୁହ। ବୋଉ, ତୁ କଣ ଉଣ୍ଡିଛୁ କହିଲୁ? କଣ ଥାଳି ଟାଣୁନୁ? ମା ଲକ୍ଷ୍ମୀ ପରା ଆସିଲେଣି। ଆଲୋ ଯାଉନୁ। ବାପା ଦେଖୁଛ ମୋ ଲକ୍ଷ୍ମୀ ମୋ ଉପରେ ଏତେ ପ୍ରସନ୍ନ ଯେ ମୋ କଥାକୁ ନ ମାନ୍ୟ କରି ମାରି ଆସୁଛ। ଆସ, ଆରେ ତମ ପାଦ ପକେଇ ଧୀରେ ଧୀରେ ମୋ ଘରକୁ ଆସ। ଆରେ ଆସ। এইবা প্রকাশ মো প্রেমକୁ ନିଲାମ କରି ବଡ ଲୋକ ହବାର ଉପକୋଷୁଛ। ଏମିତି ତମେ କେବେ ସ୍ୱପ୍ନରେ ଭାବିନଥିଲି। ଆରେ ସାଥୀ, ତମେ ବୋଧେ ସବୁ କଥା ଶୁଣି ଦେଇଛ। ଆରେ ସେଇଥିପାଇଁ ମୋ ଉପରେ ରାଗୁଛ। ଦେଖ ସାଥୀ, ମୁଁ ଏଇ କଥା କହିଲି ଆରେ ଆମ ପ୍ରେମକୁ ବଞ୍ଚେଇବା ପାଇଁ। କାରଣ ମୋ ବାପା ମା ଦିଟାକ ଧନ ଲୋଭିତ। ଏମିତି କହିନଥିଲେ ଆମ ପ୍ରେମକୁ ସିଏ ବିଲକୁଲ ବି ସ୍ୱୀକାର କରିନଥାନ୍ତେ। ଆରେ ଆମେ ତତେ କେତେବେଳେ ଧନ କଥା କହିଲୁ? ଶୁଣୁଛୁ ସାରା ଶୁଣୁଛୁ? ଏଇଟା କେମିତି ଆମ ମୁଣ୍ଡରେ ମିଛ ଟା ବୋଲି ଶୁଣୁଛୁ?
କାମ କଲାଣୁ ଲକ୍ଷ ଲକ୍ଷ ଟଙ୍କାର କାରବାର ଦେଖିଛୁ। ଆମ ମନକୁ ତ କେତେବେଳେ ପାପ ଛୁଇଁନି ନା ଆଜି ବି ଛୁଇଁବ ଭାବୁଛୁ। ବୁଝିଲ ଝିଅ, ଏଇଟା ଆମ ନାଁରେ ମିଛ କହୁଛି। କାରଣ ଆଜି ପର୍ଯ୍ୟନ୍ତ ଆମର ତାର କୌଣସି କାର୍ଯ୍ୟକଳାପରେ ହସ୍ତକ୍ଷେପ କରିନୁ। କେମିତି ବା କରିବୁ? ନାଇଁ। ସିଏ ସିନା ଆମ ପୁଅ, ହେଲେ ଆମେ ଦି ଜଣ ତା ବାପା ମା ହେଇନୁ। ହଁ, କେମିତି ବାବୁ? ଏଇଟାକୁ ଦେଖିଲେ ଆମକୁ ଡର ଲାଗୁଛି। ଆଉ ଏମିତି କି ଆମେ ବାପା ମା ହେଇକି ମଧ୍ୟ ଅନେକ ସମୟରେ ହାତରୁ ମାଡ଼ ଖାଇବାକୁ ପଡେ ଆମକୁ। ଏ ଭଗବାନ, ଭଲ କଥା ମାନେ ପିଲାଟା ନାଁରେ ଏତେ ବଡ ମିଛ କଥା କହୁଛ। ଦେଖୁଛ ସତୀ, ଦେଖୁଛ ସେମାନେ କେତେ ସାଂଘାତିକ ଲୋକ। ତମର ସବୁ ଅଭିନୟ ଧରା ପଡିଛି। ତମ ଭଳି ଗୋଟେ ଧନ ଲୋଭୀକୁ ଭଲ ପାଇ ମୁଁ ଯାହା ପାଇ ଘର ଛାଡି ଚାଲି ଆସିଛି ତାକୁ ନିଜର କରି ବସିଥିଲି। ଏ କଥା ଭାବିଲା ବେଳେ ମୋ ମତେ ଘୃଣା ଲାଗୁଛି। ସତୀ, ମୋ ନାଁ ଧରି ଡାକିବାର ଅଧିକାର ତମର ନାହିଁ। ଆଜିଠାରୁ ତମ ସହିତ ସବୁ ସମ୍ପର୍କ କାଟି ଦଉଛି। ଆସୁଛି। ଏ ଶୁଣ, ଆରେ ତମେ ଚାଲିଗଲେ ମୋ ଜୀବନ ଅନ୍ଧାର ହେଇଯିବ। ସତୀ, ହେଇଗଲା ମୋର ଶାନ୍ତି। ଆରେ ପିଲାମାନେ ବାପା ମାଙ୍କ ପାଇଁ କେତେ କଣ କରୁଛନ୍ତି, ସେ ପଦେ ମିଛ କହିପାରିଲନି। ଚାକି ଫଟେଇ ଖୋଲି କହିଦେଲେ। ଆବେ ଶଳା, ଯଦି କିନା ଚାକି ମୋ ସହିତ ଥାନ୍ତା, ଖାଲି କଣ ମୋ ଅବସ୍ଥାରେ ପରିବର୍ତ୍ତନ ହେଇଥାନ୍ତା, ତମ ମାନଙ୍କର ଅବସ୍ଥାରେ ପରିବର୍ତ୍ତନ ହେଇନଥାନ୍ତା। କଣ କଲ? ମୋ ଜୀବନଟାକୁ ଶଳା ଅନ୍ଧାର କରିଦେଲ। ଏ ରୁଦ୍ର, ଆଉ କଣ ଉତ୍ତର? ଏ ରୁଦ୍ର, ଆଉ ଆଉ କିଛି ତୁ କଥା କଣ ନାହିଁ। କହୁଛୁ? ତୋ ଭବିଷ୍ୟତ ପାଇଁ ଆମେ ଝିଅଟାକୁ ମିଛ କହି ତା ଜୀବନକୁ ନଷ୍ଟ କରିଥାନ୍ତୁ। ଆଉ ଧନ ବାବାରେ ତୋ ପାଇଁ ବେଇମାନ ଅମଣିଷ ପାଲଟି ଯାଇଥାନ୍ତୁ। ଚୁପ୍ ଚୁପ୍ କର। ତା ନହେଲେ ତତେ ବାড়ি ବାড়ি ମାରିଦେବି ତୋ। ବାକି ଚুপ। ଏ ବାପା, ତମେ କାନ୍ଦୁଛ? ମୁଁ ବାড়େଇ ଦେଲି କି? ହେ ହେ, ତମେ ତ ବାଡ଼ିଆ ଖାଇବା କାମ ଗୁଡା କରୁଛ। ମୋଠୁ ମୋ ଶକ୍ତିକି ଛଡେଇ ଦେଲ। କଣ କରିଥାନ୍ତି କହିଲ? ମୋ ଶକ୍ତି ମୋ ଜୀବନରୁ ଚାଲିଗଲାନି ଯେ ମୋ ଚାରିଦିଗ ପୁରା ଅନ୍ଧାର ହେଇଗଲା। ଏ ଛାଡ, ତମ ଦ୍ୱାରା କିଛି ହେଇପାରିବନି। ମତେ ମୋ ଶକ୍ତିକି ଆଣିବାର ଅଛି। ଶକ୍ତି, ଶକ୍ତି ଡାଲେ, ଶକ୍ତି ଡାଲେ। ମୁଁ ଫେରେ। ତମ ପୁଅ କଣ କହିଗଲା ଶୁଣିଲ ନା? ଶୁଣିଲି, ଖାଲି ଶୁଣିଲୁନି, ଏବେ ଭାବୁଛି। କଣ ଭାବୁଛ? ସରଳ, ଏମିତି ଗୋଟେ କୁଳାଙ୍ଗାର ପୁଅକୁ ଜନ୍ମ କରିବା ଅପେକ୍ଷା ତୁ ମା ସୁଖ ପାଇବା ଅପେକ୍ଷା ତୁ 5 ଦିନ ଭଲ ହେଇଥାନ୍ତା। ଏ ସର, ତୁ ଯୋଉ ଦିଅନ୍ତୁ ଗୋଟେ ଡାକି ପୁଅ ପାଇଛୁ, ଏବେ ସେଇ ଦିଅନ୍ତୁ ଗୋଟେ ସିଏ ଯେମିତି ଏଇଟାକୁ ମାରି ଦିଅନ୍ତୁ। ରହୁଥିବା ଲୋକଟା ଯଦି ମରିଯାଏ, ତା ସ୍ୱପ୍ନଟା ଅଧାରେ ରହିଯିବନି।
মতে চিনি পারনাহাନ୍ତି ସବିନ୍ଦି ଗୋବିନ୍ଦ ଦାସ। ସମୁଦି କଣ ଆପଣ କହୁଛନ୍ତି? ସେମାନେ ଜାଣି ଶୁଣି ଅଚିହ୍ନା ହଉଛନ୍ତି। ମତେ ତ ଲାଗୁଛି ଏମାନଙ୍କ ମୁଣ୍ଡରେ ବଡ ଲୋକ ହବାର ଭୂତ ବାପା ପୁଅ ତିନି ଜଣଙ୍କୁ ଘାରିଛି। ଏମାନଙ୍କ ମୁଣ୍ଡରୁ ବଡ ଲୋକ ହବାରେ ଇଶାରା ଖସା କହିଲେ ମତେ ଶକ୍ତିର ଶକ୍ତି ପ୍ରୟୋଗ କରିବାକୁ ପଡିବ। ଥଣ୍ଡା ହୁଅ ଶକ୍ତି, ଥଣ୍ଡା ହୁଅ। ମୋ ଭାଣିଜୀ କୋଉଠି ଲୁଚେଇ ରଖୁଛ? ଆମେ କହୁଛୁ ନା ନାଇଁ? ସ୍ୱାତି ମା ମାନେ କଣ ଆପଣଙ୍କ ଭାଣିଜୀ? ହଁ, ସ୍ୱାତି ମା ଏଠିକି ଆସିଥିଲେ। ଏଇ ସାଙ୍ଗେ ସାଙ୍ଗେ ଚାଲିଗଲେ। ଆଉ ତୋ ପୁଅ? ସେ ବି ତା ପଛେ ପଛେ ଚାଲିଗଲା ବାବୁ। କଣ କହିଲୁ ଭାଇ? ସେ ତା ପଛ ପଛେ ପଳେଇଲା ବାବୁ ନା ତାକୁ ପଠେଇ ଦେଲୁ ଭାଇ? ବାବୁ